ଅରୁନ୍ଧତୀ ମ୍ୟାନେଜର ରିବ୍ ରିଷି ତ୍ରିପାଠୀ ସେ ଲାଷ୍ଟ 2-3 ବର୍ଷ ଭିତରେ ତାଙ୍କ ସପରୁ କିଛି କ୍ୟାସ୍ ଏବଂ ଗୋଲ୍ଡ ସେପାରେଟ୍ କରିକିରି ତାକୁ ହଡପ କରିକି ନିଜେ ୟୁଜ୍ କରିଛନ୍ତି ବୋଲି ଗୋଟେ ତାଙ୍କର ଅଡିଟରେ ଆସିଥିଲା। ଅଡିଟରେ ଆସିଲା ପରେ ସେମାନେ ଗୋଟେ ଆଣିକି ରିପୋର୍ଟ ଦେଇଥିଲେ। ରିପୋର୍ଟ ଆଧାରରେ ଆମର ଟାଉନ ଥାନାରେ ଗୋଟେ କେସ୍ ହେଇଥିଲା, କେସ୍ ନମ୍ବର 583/24 ଏବଂ ତଦନ୍ତ ସମୟରେ ତାଙ୍କ ପାଖରୁ ଯୋଉ ସୁନା ସେଟା ଗୋଟେ ଗୋଲ୍ଡ ଚେନ୍ ଏବଂ ସେ ଯୋଉ ସୁନା ଅରିଜିନାଲ ସୁନା ପ୍ରାୟ 200 ଗ୍ରାମ ପାଖାପାଖି ତାଙ୍କ ପାଖରୁ ଯୋଉଟାକୁ ସେ ମିସଆପ୍ରୋପ୍ରିଏଟ୍ କରିଥିଲେ। ସେ 200 ଗ୍ରାମ ସୁନା ଓଜନର ରୂପା ଜିନିଷକୁ ସେ ସୁନାର ପ୍ରଲେପ ଦେଇକି ତାଙ୍କ ଦୋକାନରେ ରଖି ଦେଇଥିଲେ। ତ ସେଇ ଜିନିଷଟାକୁ ମଧ୍ୟ ତାଙ୍କ ଠାରୁ ଜବତ କରାଯାଇଛି ଏବଂ ସେ ଘଟଣା ସମୟରେ ନିଜର ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି କି ହଁ ମୁଁ ଏଇଟା ଆଉ ଏତେ ଗ୍ୟାସ୍ ସୁନା କଣ କରିଥିଲେ ବୋଲି ପଚାରିବାରେ ଯାହା ଜଣା ପଡିଛି ସେ ଏଟାକୁ ଅନଲାଇନ ଗେମ୍ ଖେଳୁଥିଲେ। ଗେମ୍ରେ ଗୁଡାଏ ପଇସା ସେ ସ୍ପେଣ୍ଡ କରିଛନ୍ତି। ସେଥିରେ ଆମେ ତାଙ୍କୁ ଆରେଷ୍ଟ କରିଛୁ ଏବଂ ଫରୱାର୍ଡ କରିଛୁ। ବର୍ତ୍ତମାନ ଇନଭେଷ୍ଟିଗେସନ ଆଗକୁ ଅଛି। ଆଉ କୋଉଠି ସୁନା କୋଉଠି କଣ କରିଛନ୍ତି ସେଟା ମଧ୍ୟ ଆମର ତଦନ୍ତ ବର୍ଷ ଭିତରେ ଆମେ ରିକଭରି କରିବା।